ଦେଖନ୍ତୁ ଆଜି ଡେଟ୍ ସୁଦ୍ଧା ପାଖାପାଖି 8 ମାସ ହେଇଗଲାଣି ଏଭଳିଆ ସିଚୁଏସନ୍ କେବେ ହେଇନଥିଲା। ଯେତେବେଳେ ସେ ସିନ୍ଟା ଚାଲିଥିଲା ମୋତେ କହିବା କଥା ଲୋକମାନେ, ମୁଁ ତ ଦେଖିନି, ସେ ଗୋଟେ ଖୁଣ୍ଟଟାକୁ ଓପାଡ଼ିବ ବୋଲି ପ୍ରୟାସ କରିଥିଲା। ମୁଁ ଜାଣିନି, ମୁଁ ଜଷ୍ଟ ଆସିଲା ପରେ ସେ ଛକରେ 10-15 ଜଣ ଲୋକ ଠିଆ ହେଇଛନ୍ତି, କେବଳ ସେଇ ଲୋକଟି ଆସି ଜଗିଥିଲା। ନାଇଁ ମୁଁ ତାକୁ କ'ଣ ବାଡ଼େଇବି, ସେ ଆସିଲେ କ'ଣ ପାଇଁ ଏମିତି ସିନ୍ କଲା। ଆରେ ୟାର ଆମେ ମାନେ ଚରିତ୍ରଟା ଚିତ୍ରଣ କରୁଛୁ, ଚରିତ୍ର ଯାହା ଆମେ ସେଇଟା କରିକି ଦେଖାଉଛୁ, ଏତେ ମାନେ ରାଗିଲେ ହେବ କି। ସେଠୁ ଠିଆ କରିଦେଇକି ମାନେ ଲୋକମାନଙ୍କ ଆଗରେ, ମୋର ବି କେତେଜଣ ବନ୍ଧୁ ବି ସେଠି ଥିଲେ, କହିଲେ ତ କହିଲେ, ଲାଷ୍ଟକୁ ସେ ମୋ କଲର୍ଟାକୁ ବି ଧରି ପକାଇଲା। ଆଜ୍ଞା ଦେଖନ୍ତୁ, କଲର୍କୁ ଧରି ପକାଇବା ମାନେ ଏତେ ଛୋଟିଆ ଜିନିଷ ନୁହଁ। ଗୋଟେ ଦେଖନ୍ତୁ, ଗାଳି କରିବା, ଚେୟାର ଫୋପାଡ଼ିବା, ଏଇଟା ଗୋଟେ, ହଁ ଆମେ ନିଜକୁ ଭାବିନୁ, ଏଇଟା ଗୋଟେ ଦର୍ଶକ ବନ୍ଧୁମାନଙ୍କର ଆଉ ଗୋଟେ ଆଶୀର୍ବାଦ। ସେ ଗୋଟେ ଆମର ମାନେ ନିଖୁଣ ଅଭିନୟଟାକୁ ଆକ୍ସେପ୍ଟ କରିଗଲେ, ରାଗିଗଲେ। କିନ୍ତୁ କଲର୍କୁ ଧରି ପକାଇବା ମାନେ କ'ଣ, ବହୁତ ମାନେ ମନ ଦୁଃଖ ଲାଗିଲା। ତାପରେ ବି ସେ ଲୋକ ଭୁଲ ମାଗିଲା, ଭୁଲ ମାଗିଲେ ବି କ'ଣ ଆଜ୍ଞା, ସେ ଲୋକ ମାନେ ବୁଝିବା ଦରକାର। ଗୋଟେ କଳାକାର, ତା'ର ଗୋଟେ, ମୁଁ ବି କହୁଛି, ଦୁନିଆର ସବୁଠୁ ବଡ଼ ଠାକୁର ହେଲେ ବାପା ମା'। ବାପା ମା' ହେଉଛନ୍ତି ମୋ ପ୍ରକୃତରେ ମାନେ ଭଗବାନ। ତାଙ୍କର ଆଶୀର୍ବାଦ ଯେଉଁଠି ନାହିଁ, କୌଣସି କାମ ହେଇପାରିବନି। ଏଇଟା ଅଭିନୟ ମାଧ୍ୟମରେ ଆମେ ସେଇଟା ଦେଖାଉଛୁ। ଆଉ କ'ଣ ଚରିତ୍ରଟା ଯାହା, ଆମେ ସେଇଟା ଚରିତ୍ରଟାକୁ ଚିତ୍ରଣ ରିଅଲ୍ ଟାଇପ୍ର କରିବା ପାଇଁ ଚେଷ୍ଟା କରିବୁ ନା ନାହିଁ। ଆଉ ଯଦି ସେଇଟାକୁ ତୁମେ ଆକ୍ସେପ୍ଟ କରି ଯଦି କଲର୍କୁ ଧରିବ, କେତେ ଦୂର ଯଥାର୍ଥ ଆପଣମାନେ ଏଇଥିରୁ ଜାଣିପାରୁଥିବେ। ବହୁତ ମାନେ ମନ ଦୁଃଖ, ମାନେ ମୁଁ ଆସି ବସିଛି, ମୋତେ ଭଲ ଲାଗୁନି, ବସିଛି। କିନ୍ତୁ ତାପରେ ସେ ଭୁଲ ମାଗିଲେ, ସେଠି ଇଏ କଲେ, ଭୁଲ ମାଗିବା ପାଇଁ ଭୁଲ ମାଗିଲା। ମୁଁ ସେଠୁ କ'ଣ ଇଏ କରିକି ତାଙ୍କୁ ବିଦା କଲି। କିନ୍ତୁ ଯାହାହେଲେ ବି କଲର୍ ଧରିବାଟା ଠିକ୍ ନୁହଁ। ମୁଁ ବି ଆପଣଙ୍କ ମିଡ଼ିଆ ମାଧ୍ୟମରେ କହୁଛି, ଆଜ୍ଞା ଦେଖନ୍ତୁ, ଗୋଟେ କଳାକାର, ଗୋଟେ ରାଇଟର ହେଉ ୟା ଡିରେକ୍ଟର ହୁଅନ୍ତୁ, ସେ ଯାହା କହିବେ ଆମେ ସେଇଟା କରିବୁ ନା। ଆମର ଚରିତ୍ରଟା ହେଉଛି ସାଇକ ବାପା ମାଆକୁ ବାଡ଼େଇବା। ବାପା ମାଆକୁ ବାଡ଼ିଲା ବେଳେ ଯଦି ତ ଆପଣମାନେ ରାଗିଯିବେ, ଏଇଟା କ'ଣ, ଆମେ କ'ଣ କରିପାରିବୁ। ଆମର ଆଜ୍ଞା ଏକ୍ଜାକ୍ଟଲି। ମୁଁ କହିଲି ତମେ ଷ୍ଟେଜ୍ ଉପରକୁ ଗଲନି ନା, ମୁଁ କହିଲି ଷ୍ଟେଜ୍ ଉପରକୁ ଗଲନି ନା। ଷ୍ଟେଜ୍ ଉପରକୁ ଯାଇଥିଲେ ସେକିଥାନ୍ତି। ମୁଁ କହିଲି ଦେଖିଲ ଏଇ ପଞ୍ଜା, 5 କିଲିଆ ପଞ୍ଜା, ଫୁଟବଲକୁ ଏଇ ପଞ୍ଜାରେ ମୁଁ ଏମିତି ଧରି ପକାଏ। ମୁଁ ଆଉ ସମ୍ଭାଳି ପାରିଲିନି। ଦେଖନ୍ତୁ ଆଜ୍ଞା, ମୋତେ କିଏ ତୁ କଲେ ରାତିରେ ନିଦ ହୁଏନି। ମୁଁ ବାଧ୍ୟ ହେଇକି କଲି, ତମକୁ ସିଧା ଟେକିକି ଫୋପାଡ଼ି ଦେଇଥାନ୍ତି। ମୁଁ ଷ୍ଟେଜ୍ ବାହାରକୁ ଯାଇଥିଲି। ଆଉ ମୁଁ ଦେଖନ୍ତୁ, ଗୋଟେ ମର୍ଦ୍ଦ ଛୁଆର ଗୋଟେ ସହିବାର ଗୋଟେ ମାନେ ସୀମା ଥାଏ। କଲର୍କୁ ଧରି ପକାଇଲା ପରେ ଯେତେବେଳେ ଏଇ କଥା କହୁଛନ୍ତି, କ'ଣ କରିବ ଭାଇ। ଜାଣିବା ଦରକାର। ଆମେ ଗୋଟେ ଦେଖନ୍ତୁ, 40 ଡିଗ୍ରୀ ଟେମ୍ପରେଚରର ଯେଉଁ ଲାଇଟ୍ ପଡ଼ୁଛି, କେତେ ମାନେ ଗରମରେ ଇରିଟେଟ୍ ଲାଗୁଛି, ଝାଳ ଗୁରା ବହୁଛି, ଆମେ କେତେ ପରିଶ୍ରମ କରୁଛୁ ଆଜ୍ଞା, ଆପଣ ଜାଣିବା ଦରକାର। ତା ବାଦ ଆପଣ ଗାଳି କରୁଛନ୍ତି, ଆମେ ସେଇଟା ବି ମାନେ କିଛି ଆମେ ଭାବୁନୁ। ଗାଳି କରୁଛନ୍ତି, ଚେୟାର ଫୋପାଡ଼ୁଛନ୍ତି, ବଟଲ୍ ଫୋପାଡ଼ୁଛନ୍ତି। ଯଦି ବଜାରରେ ଆସି କଲର୍ ଧରିବେ, ହ୍ୱାଟ୍ ଇଜ୍ ଦିସ୍। ଯାହାହେଲେ ବି ଏଇଟା ଗୋଟେ ମାନେ ଗୋଟେ ଦୁଃଖନୀୟ ଘଟଣା। ଏଇଟା ଭଲ ଲାଗିବନି ଏସବୁ ଜିନିଷ। ହଁ, ଆସିକି ସେ ଭୁଲ ମାଗିଲେ, ହେଲା। ହଁ ସଲ୍ଭ। ଆଜ୍ଞା ଦେଖନ୍ତୁ, ଗୋଟେ ମୁଁ ବା କହିଲି, ଷ୍ଟେଜ୍ ପାଖରେ ଗାଳି କରନ୍ତୁ, ମାନେ ଚେୟାର ଫୋପାଡ଼ନ୍ତୁ, ବଟଲ୍ ଫୋପାଡ଼ନ୍ତୁ, ସବୁ ସମ୍ଭାଳୁଛୁ ଆମେ। ଆପଣ ଜାଣିବା ଦରକାର କେତେ କଷ୍ଟରେ ଗୋଟେ କଳାକାର ଅଭିନୟ କରୁଛି। ସେ 40 ଡିଗ୍ରୀ ଟେମ୍ପରେଚରର ଯେଉଁ ଲାଇଟ୍, ରଙ୍ଗମହଲର ଲାଇଟ୍, ଆପଣମାନେ ଜାଣିପାରୁଥିବେ କେତେ ସେ ମାନେ ପାୱାରଫୁଲ୍ ଲାଇଟ୍। ଗୋଟେ ପଡ଼ିଲା ମାନେ ଦେହ ପୁରା ପୋଡ଼ି ଯାଉଥାଏ। ସେ ତଥାପି ଆମେ ଅଭିନୟ କରୁଛୁ। କେମିତି ଆମେ, ଗୋଟେ କଳାକାରର ପ୍ରଥମ ମୁଖ୍ୟ ଧର୍ମ ହେଲା କେମିତି ଜୀବନ୍ତ ଅଭିନୟ କରି ଦର୍ଶକ ବନ୍ଧୁମାନଙ୍କ ପାଖରେ ପହଞ୍ଚିବା। ଯଦି ଆମେ ଜୀବନ୍ତ ଅଭିନୟ କରୁଛୁ, ସେଠି ଗାଳି କରନ୍ତୁ। ତାହା ବୋଲି ନୁହଁ ଯେ ଆମେ ମେକଅପ୍ ରୁମ୍ରୁ ଆସିଲା ବେଳକୁ ତୁମେ ଛକରେ ଜଗି କଲର୍ ଧରିବ। ଏଇଟା କ'ଣ? ଆଉ କ'ଣ ତ ଆମେ ଭଲ ଅଭିନୟ କରୁଛୁ ବୋଲି ଆପଣ ଗାଳି କରିବେ, ବଟଲ୍ ପକାଇବେ, ଚେୟାର ଫୋପାଡ଼ିବେ, ଲାଷ୍ଟକୁ କଲର୍ ଧରିବେ। ଏଇଗୁଟା ହିଁ ବହୁତ ଦୁଃଖ ଲାଗିଲା। ତେଣୁକରି ଆପଣଙ୍କ ଚ୍ୟାନେଲ୍ ମାଧ୍ୟମରେ ମୁଁ କହୁଛି, ଏସବୁ ଜିନିଷ କରନ୍ତୁନି। ଆପଣ ମାନେ ଆପଣ ବି ରାଗି ଯାଉଛନ୍ତି, ସେଇଟା ଆକ୍ଚୁଆଲି ରାଗିବା କଥା ନା, ଏଇଟା ଖୁସି ହେବା କଥା। କାହିଁକିନା ଜଣେ ଦର୍ଶକ ସେତିକି ଏଇଟା ଭାବିଲା ବୋଲି ଜଣେ ଜୀବନ୍ତ ଅଭିନୟ କରୁଛି, ସେତେବେଳେ ସିଏ ଆଉ ଗୋଟେ ଦର୍ଶକ ହିସାବରେ ନଥିଲା, ସେ ଗୋଟେ କ୍ୟାରେକ୍ଟର ଭିତରେ ପଶି ଯାଇଥିଲା। ତ ସେଥିପାଇଁ ସେ ରାଗି ଯାଇଥିଲେ।
ତାକୁ ଆପଣ ବୁଝେଇବା କଥା କିନ୍ତୁ ଆପଣ ବି ସେଠି ରାଗି ଯାଉଛନ୍ତି। ଆଜ୍ଞା ଦେଖନ୍ତୁ ବେଶୀ ଲେମ୍ବୁ ଚିପୁଡ଼ିଲେ ପିତା ଏଇଟା ଜାଣିଥାନ୍ତୁ। ଷ୍ଟେଜ୍ ପାଖରେ ଆପଣ ଚେୟାର ଫୋପାଡ଼ନ୍ତୁ, ବଟଲ୍ ଫୋପାଡ଼ନ୍ତୁ, ଗାଳି କରୁଛନ୍ତି, ଏଇଗୁলো ଏମିତି ତ 20ଟା ଜାଗାରେ ହେଲାଣି। ଆମେ ସମ୍ଭାଳୁଛୁ ନା ନାହିଁ? ଗୋଟେ 40 ଡିଗ୍ରୀ ଟେମ୍ପରେଚର ଯେତେବେଳେ ଗୋଟେ ଲାଇଟ୍ ପଡ଼ୁଛି, ରଙ୍ଗମଲ ଲାଇଟ୍ କେତେ ପାୱାରଫୁଲ୍ ଆପଣ ଜାଣିଛନ୍ତି। ଲାଇଟ୍ ପଡ଼ୁଛି, ଆମେ କେତେ କଷ୍ଟରେ କରୁଛୁ ସେ ଗରମରେ। ଯଦି ସବୁ ସରିଲା ପରେ ଆମେ ଆସିଲା ବାଟରେ ଜଗିକି ଆପଣଙ୍କୁ କଲର୍ ଧରାଯାଏ। ଗୋଟେ ଅଭିନୟ କରୁଛୁ, ଆପଣମାନେ ଜାଣିଛନ୍ତି ଆମେ ଅଭିନୟ ଜରିଆରେ ଆମେ ଦେଖାଉଛୁ ଚରିତ୍ରଟାକୁ ଚିତ୍ରଣ କରୁଛୁ। ରିଅଲ୍ ଟାଇପ୍ର କେମିତି ଗୋଟେ ଜୀବନ୍ତ ଅଭିନୟ କରି ଆପଣ ପାଖକୁ ଆମେ ସେଇଟା ଅଭିନୟ ମାଧ୍ୟମରେ ଦେଖାଉଛୁ। ତେଣୁ ଆପଣ ଯଦି କଲର୍ ଧରିବେ କେତେ ଦୂର ଯଥାର୍ଥ ଆପଣ ନିଜେ କୁହନ୍ତୁ, ଇରିଟେଟ୍ ଲାଗିବନି? ସେଇ ଜିନିଷଟା ମୋ ମନ ଦୁଃଖ ଥିଲା, କିନ୍ତୁ ଯାହା ହଉ ସେ ଭାଇ ବି ଆସିକି ଭୁଲ ମାଗିଲେ, ସଲ୍ଭ ହେଲା।